ହ୍ୟାଲୋ ଭିୟର୍ସ ଗୁଡ୍ ମର୍ଣ୍ଣିଂ। ଆଜି ମୋ ସକାଳ ଆରମ୍ଭ ଏହି ସୁନ୍ଦର ସୁନ୍ଦର ଫୁଲଗୁଡ଼ିକୁ ଦେଖି ହୋଇଥିଲା। ଯେଉଁ ସବୁ ଭେରାଇଟିର ଫୁଲ ମୁଁ କେବେ ମଧ୍ୟ କୋରାପୁଟରେ ଦେଖିନଥିଲି। ଦେନ୍ ଆମେ ବାହାରି ଗଲୁ ଦ ବିର୍ଲା ଫାଉଣ୍ଡେସନ ଦ୍ୱାରା ନିର୍ମିତ ବିର୍ଲା ମନ୍ଦିରକୁ। ମନ୍ଦିରଟି ପୁରା ହ୍ୱାଇଟ୍ ମାର୍ବଲରେ ନିର୍ମିତ ହୋଇଥିଲା ଓ ମନ୍ଦିର ଭିତରେ ପୂଜା ପାଉଛନ୍ତି ଭେଙ୍କଟେଶ୍ୱର ସ୍ୱାମୀ। ମନ୍ଦିରକୁ ଯିବା ସମୟରେ ସମସ୍ତଙ୍କ ପାଟିରୁ ଗୋବିନ୍ଦା ଗୋବିନ୍ଦା ଉଚ୍ଚାରିତ ହେଉଥିଲା। ମନ୍ଦିରରୁ ବାହାରିବା ପରେ ମୁଁ ଚାରିଆଡ଼େ ବୁଲି ମନ୍ଦିରର କିଛି ଫଟୋ ଓ ଭିଡ଼ିଓ ମଧ୍ୟ ନେଇଥିଲି। ଦେନ୍ ଆମେ ବାହାରି ଗଲୁ ଇଣ୍ଡିଆସ୍ ଥାର୍ଡ଼ ଲାର୍ଜେଷ୍ଟ ମ୍ୟୁଜିୟମ୍, ଯାହାକି ସଲାର ଜଙ୍ଗ ମ୍ୟୁଜିୟମ୍ ନାମରେ ନାମିତ। ଏହି ମ୍ୟୁଜିୟମ୍ ଭିତରେ ବହୁତ ସାରା ଏଣ୍ଟିକ୍ ଆଇଟମ୍ ଆମେ ଦେଖିବା ପାଇଁ ପାଇଲୁ, ଯାହାକି ମୁଁ ଆଗରୁ କେବେ ମଧ୍ୟ ଦେଖିନଥିଲି। ନେକ୍ସଟ ଡେଷ୍ଟିନେସନ୍ ଆମର ଥିଲା ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି, ଯାହାକି ରାମାନୁଜନଙ୍କ ନାମରେ ନାମିତ। 120 କେଜିର ଗୋଲ୍ଡର ପ୍ରତିମୂର୍ତ୍ତି ରାମାନୁଜନଙ୍କର ଏହି ମନ୍ଦିର ଭିତରେ ପୂଜା ପାଉଛନ୍ତି ଏବଂ 108 ବିଷ୍ଣୁଙ୍କର ଅବତାର ମଧ୍ୟ ଦେଖିବାକୁ ମିଳେ। ଜୟ ଜଗନ୍ନାଥ ସାଙ୍ଗମାନେ।